12ଟି ରାଶିର ବ୍ୟକ୍ତିମାନଙ୍କର ସ୍ୱଭାବ ଆମେ ଆସନ୍ତୁ ଜାଣିବା। ମେଷ ରାଶିର ବ୍ୟକ୍ତିମାନେ ଧନବାନ, ପୁତ୍ରବାନ, ଉଗ୍ର, ପରୋପକାରୀ, ସତ୍କର୍ମଯୁକ୍ତ, ସୁଶୀଳ, ରାଜପ୍ରିୟ, ଗୁଣବାନ, ସାମାନ୍ୟ ଗରମ ଥିବା ଖାଦ୍ୟପ୍ରିୟ, ଶାକଭୋଜି, ବିସ୍ତୀର୍ଣ୍ଣ ଓ ରକ୍ତବର୍ଣ୍ଣ ନେତ୍ରଯୁକ୍ତ, ସୁର ଓ ଶୀଘ୍ର ପ୍ରମାଦକର, କାମୁକ, ଦୁର୍ବଳ ଜଙ୍ଗ, ଶିର ବ୍ରଣଯୁକ୍ତ, ଦାତା, କୁନଖଯୁକ୍ତ, ଦ୍ୱିଭାଜ୍ୟା ପାତ୍ର, କଳହରେ ଭୟାଳୁ ଓ ଚଞ୍ଚଳମାନେ ଅଟନ୍ତି। ବୃଷ ରାଶିର ଜାତ ବ୍ୟକ୍ତି ଅଳ୍ପ ତେଜଯୁକ୍ତ, ସ୍ତବ୍ଧ, କ୍ରମଶୁଦ୍ଧିହୀନ, ସତ୍ୟବାଦୀ, ଧନଯୁକ୍ତ, କାମୁକ, ସ୍ତ୍ରୀ ଦ୍ୱାରା ଚାଳିତ, ଦୀର୍ଘାୟୁ, ଅଳ୍ପ କେଶଯୁକ୍ତ, ଉପକାରୀ, ରାଜପ୍ରିୟ, ସଭାସଦ, ଚତୁର ଓ ଅଳ୍ପ ଧନରେ ସନ୍ତୁଷ୍ଟ ହୁଅନ୍ତି। ମିଥୁନ ରାଶିର ଜାତ ବ୍ୟକ୍ତି ଗ୍ରାମର ଅଧିପତି, ଚତୁର, ବୁଦ୍ଧିମାନ, ଦୃଢ଼ବନ୍ଧ, ମିଷ୍ଟାନ୍ନଭୋଜୀ, ସୁଶୀଳ, ବଚନରେ ଅସ୍ଥିର, ଚଞ୍ଚଳ ଚକ୍ଷୁ, କୁଟୁମ୍ବବନ୍ତ, କାମୁକ, ରତିଜ୍ଞ ଓ ବାଲ୍ୟକାଳରେ ସୁଖୀ ହୋଇଥାନ୍ତି। କର୍କଟ ରାଶିର ଜାତ ବ୍ୟକ୍ତି ପରୋପକାରୀ, ସଂଗ୍ରହଶୀଳ, ପୁତ୍ରବାନ, ଗୁଣବାନ, ସାଧୁ, ପିତୃଭକ୍ତି ହୁଅନ୍ତି ଓ ସ୍ତ୍ରୀମାନେ ବଶୀଭୂତ ହୁଅନ୍ତି। ପ୍ରଥମ ଭାଗରେ ଭୋଗୀ ଓ ଦରିଦ୍ର, ମଧ୍ୟ ଭାଗରେ ସୁଖୀ ଓ ତୃତୀୟ ଭାଗରେ ଧର୍ମାଚରଣକାରୀ ଓ ତୀର୍ଥଯାତ୍ରା ପରାୟଣ ହୁଅନ୍ତି। ସିଂହ ରାଶି ଜାତ ବ୍ୟକ୍ତି ଧନଧାନ୍ୟ ଯୁକ୍ତ, ଶ୍ରୀମାନ, ସମରପ୍ରିୟ, ବିହ୍ୱାନ, ସର୍ବକଳାଯୁକ୍ତ, ବିଦେଶ ପ୍ରିୟ, ବିଶାଳ ପିଙ୍ଗଳବନ୍ୟ ଚକ୍ଷୁ, କ୍ରୋଧୀ, ଅଳ୍ପ ସନ୍ତାନ, ବହୁ ସ୍ଥାନ ଭ୍ରମଣକାରୀ, ଶତ୍ରୁହନ୍ତା, ଶିର ରୋଗଯୁକ୍ତ ଓ ନିଷ୍ଠୁର ହୁଅନ୍ତି। କନ୍ୟା ରାଶିର ଜାତ ବ୍ୟକ୍ତି ଧନବାନ, ସେବକଯୁକ୍ତ, ପ୍ରବାସୀ, କଳାଦକ୍ଷ, ପ୍ରିୟବାସୀ, ଗୁରୁଭକ୍ତ, ଧର୍ମକର୍ମାଦିରେ ଦକ୍ଷ, ବହୁପୁତ୍ର ଓ ଅଳ୍ପ କନ୍ୟା ସନ୍ତାନ ଯୁକ୍ତ ହୋଇଥାନ୍ତି। ତୁଳା ରାଶିର ବ୍ୟକ୍ତି ମାନ୍ୟଦାନ, ତଥ୍ୟ ସଂଗ୍ରହୀ, ଭୋଗୀ, ଧାର୍ମିକ, ଶ୍ରୀମାନ, ଦାସଦାସୀ ଯୁକ୍ତ, ବିଚକ୍ଷଣ, ସକଳ କଳାଯୁକ୍ତ, ରାଜପ୍ରିୟ, ପିତୃଭକ୍ତି ପରାୟଣ, ଅଳ୍ପ ବନ୍ଧୁ, କୃଷି କର୍ମରେ ତତ୍ପର ଓ ସ୍ତ୍ରୀପ୍ରିୟ ହୁଅନ୍ତି। ବିଛା ରାଶିର ବ୍ୟକ୍ତି ପରର ଅନିଷ୍ଟକାରୀ, କ୍ରୋଧୀ, ବିଶ୍ୱାସଘାତକ, ମିତ୍ର ଶରୀରଯୁକ୍ତ, ବିଚକ୍ଷଣ, ଅସନ୍ତୁଷ୍ଟ, ରାଜପୂଜ୍ୟ ଓ ଅନ୍ୟର କାର୍ଯ୍ୟରେ ବାଧାକାରୀ, ଶୁଭ ଲକ୍ଷଣଯୁକ୍ତ, ଗୁପ୍ତ, ପରୋପକାରୀ, ଚତୁର୍ଦ୍ଦୁର୍ଗରେ ବଧୂଯୁକ୍ତ ଓ ଦ୍ୱିଭାଜ୍ୟା ପ୍ରାପ୍ତ ହୋଇଥାନ୍ତି। ଧନୁ ରାଶିର ଜାତ ବ୍ୟକ୍ତିମାନେ ପ୍ରାଜ୍ଞ, ଧାର୍ମିକ, ସୁପୁତ୍ରଯୁକ୍ତ, ରାଜ୍ୟମାନ୍ୟ, ଲୋକପ୍ରିୟ, ବସ୍ତୁ ସଂଗ୍ରହୀ, ସଭାରେ ଭାଷଣକାରୀ, ସୂଚିପ୍ରିୟ, ସ୍ଥୂଳ ଦନ୍ତ ଅଧର ଓ ଗ୍ରୀବାଯୁକ୍ତ, କାବ୍ୟକର୍ତ୍ତା, ବାଦାନ୍ୟ, ସୌଭାଗ୍ୟ, ପାଦ ଓ ନିମ୍ନସ୍ଥଳରେ ପୀଡ଼ା, କ୍ଲେଶଯୁକ୍ତ, ସାହସୀ, ଶାନ୍ତ, ହଠାତ୍ କ୍ରୋଧୀ, ତପସ୍ୟାକାରୀ, ଅଳ୍ପ ଭୋଗୀ, ଅଳ୍ପ ସନ୍ତାନ, ବାଲ୍ୟ ବୟସରେ ଧନଯୁକ୍ତ ହୋଇଥାନ୍ତି। ମକର ରାଶି ଜାତ ବ୍ୟକ୍ତି ଧୀର, ବିଚକ୍ଷଣ, କ୍ଲେଶଯୁକ୍ତ, କୃପାଳୁ, ସତ୍ୟବାନ, ସୁଭାଗ, ଅଳସ୍ୟଯୁକ୍ତ ହୋଇଥାନ୍ତି। କୁମ୍ଭ ରାଶି ଜାତ ବ୍ୟକ୍ତି ଦାତା, ମିଷ୍ଟାନ୍ନଭୋଜୀ, ଧର୍ମ କାର୍ଯ୍ୟରେ ଇଚ୍ଛୁକ, ପ୍ରିୟବାଦୀ, କ୍ଷୀଣଦେହୀ, ଅଳ୍ପ ସନ୍ତାନ, କାମୁକ ଏବଂ ଧନହୀନ ହୁଅନ୍ତି। ମୀନ ରାଶିର ବ୍ୟକ୍ତି ଧନଯୁକ୍ତ, ସୁନ୍ଦର ଶରୀର, ଶତ୍ରୁଜୟୀ ଓ ପଣ୍ଡିତ ବୋଲାନ୍ତି। ଏହିପରି ନୂଆ ନୂଆ ଭିଡ଼ିଓ ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, କମେଣ୍ଟ ଓ ସେୟାର କରନ୍ତୁ।